କେହି କହିନାହାନ୍ତି ଯେମିତି କୋଉଠି ଅଧିକ ଭାବରେ ମୋଟିଭେଟ୍ ହେଇକି ମୁଁ ନେଇନି। ମୁଁ ଏମିତି ଜଷ୍ଟ ଫେସବୁକ୍ରେ ଲିଙ୍କ୍ ଆସିଥିଲା, ଏମିତି ଆସିଥିଲା, ମୁଁ ଦେଖିକି ଜଏନ୍ ହେଇଯାଇଥିଲି। ଏମିତି ବହୁତ ସାରା ଏମିତି ସ୍ପିରିଚୁଆଲ୍ ଗ୍ରୁପ୍ ସବୁ ଅଛି, ମୁଁ ଜଏନ୍ ହେଇସାରିଥିଲି। ସେଇଥିରେ ସମସ୍ତଙ୍କର ଏକ୍ସପିରିଏନ୍ସେସ୍ ଦେଖେ। ପୂର୍ବରୁ ମୋତେ ସେଇଟା ସବୁ ଭଲ ଲାଗେ ଦେଖେ। ପୂର୍ବରୁ ମୋତେ ଦୀକ୍ଷା ଯେତେବେଳେ ନେଇନଥିଲି, ମୁଁ ମାନେ ଭିତର ଫିଲିଂସଟା କହୁଛି, ମୋର କିଛି ବି ଅସୁବିଧା ନଥିଲା, ସବୁ ପ୍ରୋବ୍ଲେମ୍ ବି ନାହିଁ, କିଛି ମୋର ପ୍ରୋବ୍ଲେମ୍ ନଥିଲା। କିନ୍ତୁ ଭିତରେ ଗୋଟେ ରହନ୍ତିନି ମାନେ କନଫିଡେନ୍ସ ନଥିବା, ସବୁବେଳେ ଗୋଟେ ସବୁ ଜିନିଷ ଗୋଟେ ନେଗେଟିଭ୍ ଥଟ୍ ଆସିବା, କି ନିଜେ ଗୋଟେ ଇନସିକ୍ୟୁର ଫିଲ୍ କରିବା, ସବୁ ସିଚୁଏସନ୍ରେ ଏକୁଟିଆ ଫିଲ୍ କରିବା। ସେଇ ଟାଇପ୍ର ମୁଁ ବି ଜାଣେ ନା ମୋ ଭିତରେ ସେଟା କ'ଣ ପାଇଁ ଥିଲା, ବଟ୍ ଥିଲା, ମୁଁ ଫିଲ୍ କରେ। କିନ୍ତୁ ଏଗୁଡ଼ା ତ ଆଉ କାହାକୁ କହିପାରିବନି ନା, ଏଇଟା କାହାକୁ କହିବ? ମାନେ ଯିଏ ଭାଇବ କ'ଣ ଆଉ ଅସୁବିଧା ହେଇଛି, ମୋର ତ କିଛି ଅସୁବିଧା ନେଇ ଅଛି, ଆମ ଘର ଲୋକ ସମସ୍ତେ ଖରାପ ଭାବିବେ। ସେମିତି ବି ହେଇନି। ଖାଲି ଯେତେବେଳେ ମୁଁ ପୂଜା କରେ, ଖାଲି କାନ୍ଦ ମାଡ଼ିବ, ମୁଁ ଟିକେ କାନ୍ଦିଦେବି, କାନ୍ଦିଲା ପରେ ପୁଣି କ୍ୱେଶ୍ଚିନ୍ ବି କରେ ଠାକୁରଙ୍କୁ, ମୁଁ କ'ଣ ପାଇଁ କାନ୍ଦୁଛି ମୁଁ ବି ଜାଣିପାରୁନି, ମୋତେ କିଛି ଅସୁବିଧା ନେଇ ଦେଖିବ, ମୋତେ ସବୁ ଖରାପ ଭାବେ, କିନ୍ତୁ ମୋତେ ଏମିତି କାହିଁ ଫିଲ୍ ହେଉଛି। ଆଉ ଟିକେ ଟିକେ ଗୋଟେ ଡର ଲାଗିବା, ଆଜିକାଲି ସିଚୁଏସନ୍ରେ ଯେତେ ସାରା ଇନସିଡେଣ୍ଟ ହେଉଛି, ସେଇଗୁଡ଼ାକୁ ଭାବିକି ମୁଁ ସଡ଼ନ୍ ସେଇ ଜିନିଷ ଗୁଡ଼ାକ ନିଜ ଉପରକୁ ହେଇଯାଏ। ଏମିତି ମାନେ ଇନସିକ୍ୟୁର ବହୁତ ସାରା କ'ଣ ପାଇଁ ଥିଲା ମୁଁ ବି ଜାଣିନି। କିନ୍ତୁ ଯେତେବେଳେ ଏଇ ଗ୍ରୁପ୍ରେ ଦେଖିଲେ ସମସ୍ତେ ସତ୍ସଙ୍ଗ କରୁଛନ୍ତି, ଆଉ ସତ୍ସଙ୍ଗରେ ଏତେ ସାରା ଫିଲିଂସ୍ ହେଉଛି ସ୍ପିରିଚୁଆଲ୍, ତ ସେଇଥିପାଇଁ କି ମୁଁ ୱିଦାଉଟ୍ ଏନି ହେଜିଟେସନ୍ ମୁଁ ଜଏନ୍ ହେଇଗଲି, ଆଉ କଣ୍ଟାକ୍ଟ କଲି। ତାପରେ ମୁଁ ମନ୍ତ୍ର ନେଲା ପରେ ମାନେ ଏତେ ଡିଫରେନ୍ସ, ପୂର୍ବରୁ ସେଇ ଯାହା ଯାହା ନେଗେଟିଭ୍ ଥିଲା, ଏବେ ଭିତରେ କିଛି ବି ନାହିଁ, ମୁଁ ଏକଦମ ଫ୍ରି, ମୋ ମାଇଣ୍ଡ ଫ୍ରି, ସବୁ ଫ୍ରି। ଆଉ ଆଗରୁ ଆଉ ଗୋଟେ କଥା, ମୁଁ ଯେତେବେଳେ ଘରେ ପୂଜା କରେ, ମୁଁ ଭାବେ ମନେ ମନେ କି ମୋତେ ଏମିତି ଗୋଟେ, ଯଦି ମୁଁ ପୂଜା କରୁଛି, ମାନେ ମୋ ମାଇଣ୍ଡରେ ଜଷ୍ଟ ପୂଜା କଲାବେଳେ ସେ ମାଇଣ୍ଡରେ ଆସେ କି ମୁଁ ବସିଛି, ଆମ ଘର ଲୋକ ସମସ୍ତେ ମିଶିକି ଆମେ ପୂଜା କରୁଛୁ। ବଟ୍ ମୁଁ ସେତେବେଳେ ଏକୁଟିଆ ପୂଜା କରେ, ତ ମୁଁ ଖାଲି ଭାବେ କି ଏମିତି ଗୋଟେ ହୁଅନ୍ତାନି, ସମସ୍ତେ ମିଶିକି ପୂଜା କଲେ କେତେ ବଢ଼ିଆ ହୁଅନ୍ତା, ଘର ଲୋକ ମିଶିକି। ଆଉ ମୁଁ ଯେତେବେଳେ ମନ୍ତ୍ର ନେଲି, ଧୀରେ 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 ସମସ୍ତେ ମୁଁ ଦେଖିଲି, ସମସ୍ତେ ବି ସେଇ ମାର୍ଗରେ ଯିବାକୁ ଲାଗିଲେ। ଆମେ ଏମିତି ପୂଜା ବି କରୁଛୁ, ମୁଁ ଯୋଉଟା ଇମାଜିନ୍ କରୁଥିଲି ସମସ୍ତେ ମିଶିକି ପୂଜା କରୁଛୁ। ମୋ ପୁଅକୁ ବି ଦେଇଦେଇଛି ମନ୍ତ୍ର, ସିଏ ବି କରୁଛି। ମାନେ ଆଉ କିଛି ନେଗେଟିଭ୍ ଫିଲିଂ କିଛି ନାହିଁ। ଆଉ ଯାହା କାମ ବନିବା କଥା, ମୋର ତ କିଛି କାମ ଅଟକୁନି, ସବୁ ତ ବନୁଛି। କୋଉଟା ଆଉ ମୁଁ କହିବି କି ମୋର କାମ ବନେଇନି? ଆଉ ପୂର୍ବରୁ ଯୋଉଟା ଅଟକି ଥିଲା ସେଇଟା ବି ହେଇଗଲା ଧୀରେ ଧୀରେ। ଆଉ ଦୀକ୍ଷା ନେଲା ପରେ ମୋର ସବୁ ପଜିଟିଭ୍ ହିଁ ହେଉଛି, ନେଗେଟିଭ୍ ଏପର୍ଯ୍ୟନ୍ତ କିଛି ହେଇନି, କି ଆଗକୁ ବି ହବନି। ଏଇଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।